ହେଇ ଦେଖ କାହାର ଦେଖା ନାହିଁ। ଆଲୋ ସୁମିଅପା ତ ଖରା ବେଳେ ଦେଖା ହେଇଥିଲା, କହିଲା ମାଳ ଆଜି ସଞ୍ଜ ବୁଡ଼ଟାରେ ଯିବା ବସିକି ସୁଖ ଦୁଃଖ ହବା। ଆଉ ମୁଁ କଣ ଏଇ କାନ୍ଥ ବାଡ଼ ସାଙ୍ଗରେ କଥା ହେବି? ମାଳ ଆରେ ଏ କାନ୍ଥ ବାଡ଼ ସାଙ୍ଗରେ କାହିଁ କଥା ହବୁ? ମୁଁ ପରା ଆସିଗଲିଣି। ହେଇ ଡାକିଲେଣି ମାନେ ଏ ସୁମିଅପା। ଜୁହାରେ ଜୁହାରେ ଲୋ ସୁମିଅପା। ଜୁହାରେ। ତମର ଆୟୁଷ 100 ବର୍ଷ ହଉ ଲୋ ଅପା। ଆଉ ଅପା ଏ ନିଧିଆର ଆଜି କାହିଁ ଦେଖା ନାହିଁ? କେଜାଣି ଦେଖୁନ ସଞ୍ଜ ବୁଡ଼ ହେଲାଣି, ହଁ ଏ ପର୍ଯ୍ୟନ୍ତ ଦେଖା ନାହିଁ। ଜୁଆରେ ଜୁଆରେ ଅପା। ହେଇ ଆସିଲେଣି। ଖୋଜିଲା ବଳଦ ଖୋଜିଲା ଠେଇ। ଓହୋ, ଇଏ ତମେ ମାନେ ଯେତେବେଳେ ଖୋଜିବ ମୁଁ ସେତେବେଳେ ହାଜିରି। ହାଜିରି ଯେ ନିଧିଆ। ଆଉ ସେ ଦିଟା କାଚ କଣ ଧରିଛ ବା? ଓହୋ ଆଚ୍ଛା ଆଚ୍ଛା, ଏଇ ବୋତଲ କଥା କହୁଛ? ହଁ, ଏଇଥିରେ କଣ ହେଇଛି ନା ତମ ଦି ଜଣଙ୍କ ପାଇଁ ସିଏ ପରା ଖାଣ୍ଟି ଗୁଆ ଘିଅ ପଠେଇଛି। ଯାହଉ ଏ ନୂଆ ବୋଉଙ୍କୁ ଆମ ତରଫରୁ ଟିକେ ଧନ୍ୟବାଦ ଦେଇଦବ। ହଉ ହଉ ହେଲା। ଆଲୋ ସୁମିଅପା, ଦେଶୀ ଗାଈର ଘିଅ ବୋଧେ? ଆଉ ଦେଖୁନୁ କେତେ ବଢିଆ ବାସ୍ନା। ବଢିଆ ବାସୁଛି ଆଉ। ସେତିକି କଥା ନୁହଁ ଅପା। ଆଉ ଇଏ କଥା ହଉଛି ଯଦି ଆମେ ଘରେ ଟିକେ ଗାଈ ରଖିଥିବା ଆଉ ଗୋପାଳନ ଟିକେ କରୁଥିବା, ତାହେଲେ ଭଲ ଘିଅ ସାଙ୍ଗକୁ କ୍ଷୀର ମଧ୍ୟ ଖାଇପାରିବା। ସେଥିପାଇଁ ପରା କଥାରେ ଅଛି, ଯୁଦ୍ଧ ଯଦି କରି ବସିବ ସଙ୍ଗେ ଥିବ ଭାଇ, କ୍ଷୀର ଯଦି ଖାଇ ବସିବ ଘରେ ଥିବ ଗାଈ। ଠିକ କଥା କହିଛ। ଇଏ କଥା ହଉଛି ଅପା, ଆମର ବର୍ତ୍ତମାନ ସମସ୍ତେ ଯୁବପିଢି ଅଧିକରୁ ଅଧିକ ଗୋପାଳନ ପ୍ରତି ଆକୃଷ୍ଟ ହେବା ଦରକାର। କାରଣ ଗୋପାଳନ ଏକ ଲାଭଜନକ ବ୍ୟବସାୟ। ଖାଲି ଧାନ ବିରି ମୁଗ ଚାଷ ଆକୁ ଯଦି କରିବା ତା ଦେହରୁ କଣ ଲାଭ ପାଇବା? ନାଇଲୋ ଅପା, ଏଇ ବର୍ଷ କେଇଟାରେ କେତେ ପଇସା ହବ। ଠିକ, ଯଦି ଆମେ ଗୋ ପାଳନ କରିବା ସେଥିରୁ ମଧ୍ୟ ଭଲ 2 ପଇସା ପାଇପାରିବା। ନା କଣ କହୁଛ ନିଧିଆ? ଖାଲି ଗୋପାଳନ ନୁହେଁ, ଇଏ ଆନୁଷଙ୍ଗିକ କୃଷି ପ୍ରତି ଆମର ଅଧିକରୁ ଅଧିକ ଧ୍ୟାନ ଦେବା ଦରକାର। ଗୋପାଳନ ହଉ, ଇଏ ଆମର ମାଛ ଚାଷ ହଉ, ଆମର ଛେଳି ମେଣ୍ଢା ପାଳନ ହଉ, କୁକୁଡା ବତକ ହଉ, ଏସବୁ ଆମେ ଯଦି ଚାଷ କରିବା ତାହେଲେ 3 ମାସକୁ 3 ମାସ ଆମର ତ ପଇସା ଆସୁଥିବ। ଠିକ କଥା କହିଲ। ଦେଖୁନୁ ମାଳ, ଦିନକୁ ଦିନ ଏଇ ଯୋଉ ମାଂସର ଚାହିଦା କେମିତି ବଢି ଚାଲିଛି। ଏଇ ବିଶେଷ କରି ଛେଳି ମେଣ୍ଢା ତାକୁ ରଖିଲେ ଭଲ ରୋଜଗାର ହବ। ଆଉ ଗୋଟିଏ କଥା ସୁମିଅପା ଜାଣିଛ? ଭୂମିହୀନ ଚାଷୀ ହେଲେ ମଧ୍ୟ ଏଇ ସବୁ ପଶୁପାଳନ କି ଆମର ଏଇ ଗାଈ କୁକୁଡା ଛେଳି ବତକ ଏସବୁ ଚାଷ କରିପାରିବେ। କେମିତି? ପାଠ ପଢି ନଥିବା ଲୋକ ମଧ୍ୟ ଏ ଚାଷ କରିପାରିବେ। ଆଚ୍ଛା। ଅସୁବିଧା କଣ? ଆମର ଯଦି ଏଇ ଅଳ୍ପ ଜାଗା ଜୁକୁତିରେ ଆମେ ଯଦି ଗାଈଟେ ରଖିଦବା କି ଛେଳି କୁକୁଡା ରଖିଦବା, ତାହେଲେ 2 ପଇସା ଆସୁଥିବ। ଛେଳିକୁ ବିକ୍ରି କରି ଆମେ 2 ପଇସା ଲାଭ ପାଇପାରିବା। ଠିକ କହିଛ ଇଏ ମାଳ ଅପା। କଥା ହଉଛି ଯଦି ଆମେ ବଡ ଫାର୍ମ କରିବା ତାହେଲେ ଆମେ ଅଧିକ ଲାଭ ପାଇବା। ଯଦି ବଡ ଫାର୍ମ ନ କରିପାରୁଛେ ତାହେଲେ ଅଳ୍ପ ରଖି ଆମର ଗୁଜୁରାଣ ମଧ୍ୟ ମେଣ୍ଟେଇ ପାରିବା। ଖାଲି ଛେଳି ମେଣ୍ଢା ଯଦି ଆମେ ରଖିବା ତା ନୁହେଁ, ତା ସହିତ ମାଛ ଚାଷ ଯଦି ଆମେ କରିବା କେମିତି ହବ? ଭଲ କଥାଟେ କହିଲ ସୁମିଅପା। ମାଛ ଚାଷ ପାଇଁ ଆମକୁ ପ୍ରଥମେ ଜଳର ସୁପରିଚାଳନା ଆଉ ପୋଖରୀର ବ୍ୟବସ୍ଥା ଆମେ ନିହାତି କରିବା ଦରକାର। କଥା ହଉଛି ଆମ ଗାଁରେ ସବୁ ପୋଖରୀ ଅଛି, ଆମର ନିଜର ମଧ୍ୟ ପୋଖରୀ ଅଛି। ଯଦି ଆମେ ଚାହିଁବା ଆମେ ଟିକେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ପୋଖରୀରେ ମାଛ ଚାଷ ଆରମ୍ଭ କଲେ ସେଥିରୁ ମଧ୍ୟ ଅଧିକରୁ ଅଧିକ ଲାଭ ପାଇପାରିବା। ଆଉ କଣ? ଆଚ୍ଛା ନିଧିଆ, ତମେ ଜାଣିଛ କୁକୁଡା ଚାଷ ପୋଖରୀ ଉପରେ କରି ହଉଛି, ଆଉ ତା ଦେହରୁ ବି ବହୁତ ଲାଭବାନ ହେଇପାରିବା। ଭଲ କଥାଟେ କହିଲ ସୁମିଅପା। କୁକୁଡା ଚାଷ ଆମେ ଯଦି କରିବା, କୁକୁଡାର ମଳକୁ ମଧ୍ୟ ମାଛ ଖାଇପାରିବେ। ଆଉ ମାଛ ଚାଷ କଲେ ଆମର ଲାଭ ହିଁ ଲାଭ। ମାଛ ଚାଷକୁ ମାଛ ଚାଷ ହେଲା, ଏଣେ କୁକୁଡା ଚାଷ ବି ହେଲା। ତା ସାଙ୍ଗରେ ବତକ ମଧ୍ୟ ଆମର ପୋଖରୀରୁ ସେ ଅଳିଆ ଆବର୍ଜନା ଖାଇକି ମଧ୍ୟ ବଢି ପାରିବେ। ସବୁ ପରି କଥା ହଉଛି ଆମେ କେବଳ ଆମର ଯୋଉ ଚାଷ ବାସରେ ଧ୍ୟାନ ନ ଦେଇ ଆନୁଷଙ୍ଗିକ କୃଷି, ଆମର ବତକ ପାଳନ ହଉ, କୁକୁଡା ପାଳନ ହଉ, ଗୋପାଳନ ହଉ, ଛେଳି ମେଣ୍ଢା ପାଳନ ହଉ, ଏସବୁ ଯଦି ଆମେ ଠିକ ସେ କରିପାରିବା ତାହେଲେ ଆମେ 2 ପଇସା ଅଧିକ ଲାଭ ପାଇପାରିବା। ଏଇ ଚାଷ ସହିତ ନିଧିଆ ଆଉ ଗୋଟେ ଚାଷ କହିବାକୁ ଭୁଲିଗଲ, ମହୁ ଚାଷ। ଠିକ କଥା। ମହୁ ଚାଷ ମଧ୍ୟ ଅଳ୍ପ ପଇସାରେ ଆମେ ଅଧିକ ରୋଜଗାରକ୍ଷମ ହେଇପାରିବା। ଆଲୋ ଅପା, ଏଇ ଗଲା ଥର ଆମର ଯୋଉ ସ୍ୱୟଂ ସହାୟକ ଗୋଷ୍ଠୀରେ ଆମେ ଯୋଉ ମାଛ ଚାଷ ପାଇଁ କାମଟା ଆଣିଥିଲେ, କେତେ ଲାଭ ହେଲା କହିଲୁ? ବଢିଆ ଲାଭ ହେଲା ନା। ଆଉ ଗୋଟେ କଥା ହଉଛି ଅପା, ଯେତେବେଳେ ଆମେ ଏସବୁ ଚାଷ
ଚାଷ କରୁଛେ ସେତେବେଳେ ଆମେ ଖାଦ୍ୟ ପ୍ରକ୍ରିୟାକରଣ ପ୍ରତି ମଧ୍ୟ ଯଦି ଧ୍ୟାନ ଦେବା ତାହେଲେ ମଧ୍ୟ ସେଥିରୁ ଆମେ 2 ପଇସା ଅଧିକ ଲାଭ ପାଇପାରିବା। ଏଇ ଯେମିତି ଦେଖୁନ ଆମର କ୍ଷୀରଟି ବିକ୍ରି ହଉଥିଲା, ମୁଁ ଦେଖିଲି କ୍ଷୀରରୁ ଦହି କରି ଦହିରୁ ଟିକେ ଘିଅ ବାହାରିଲା, ସେଥିରୁ ଛେନା ପନିର ସବୁ ତ ହଉଛି ଆଉ ବଜାରରେ ମଧ୍ୟ ଏସବୁର ଚାହିଦା ଅଛି ରେ ନିଧିଆ। ଇଏ ସେ ସବୁକୁ ଲକ୍ଷ୍ୟ ରଖି ଆମକୁ ବ୍ୟବସ୍ଥା କରିବାକୁ ପଡିବ, ଆମକୁ ଉପାର୍ଜନ ପାଇଁ ଆମକୁ ବାଟ ଦେଖିବାକୁ ପଡିବ। ହଉ କଥାବାର୍ତ୍ତା ହେଲେ ସଞ୍ଜ ଗୁଡ ଭଜନ ଶୁଣିବା, ତାପରେ ଆଉ ଆଗକୁ ଆଲୋଚନା କରିବା ଆଉ। ହଉ ଠିକ କଥା। ସରିଗଲି ହେ ଜଗନ୍ନାଥ, ସରିଗଲି ହେ ଜଗନ୍ନାଥ, ତୁମ୍ଭଙ୍କୁ ଆଶ୍ରା କରି ଏବେ ଯାଉଛି ସରି, କାଗେ ଜଣାଇବି ଦୁଃଖ, ସରିଗଲି ହେ ଜଗନ୍ନାଥ। ମୁଁ ଜଣେ ଦୁଃଖୀ ପ୍ରଭୁ, ମୋ ଆଖି ଲୁହେ ସବୁ ଶ୍ରୀପଦେ କହିଥିଲି ଦୁଃଖ, ପତିତ ଜନ ବନ୍ଧୁ ତୁମ୍ଭେ କୃପା ସିନ୍ଧୁ, ହୋଇଲ କିମ୍ପାଇଁ ବିମୁଖ, କୃପା ନୟନ ଫେରି ନ ଚାହ ଟିକେ ହରି, କି ଦୋଷେ ଦଣ୍ଡିବାକୁ ଇଚ୍ଛା, ସରିଗଲି ହେ ଜଗନ୍ନାଥ। মিছে ডিন্ডিম বজা কর হে প্রভু, মোজা এবে মণুছি ঠকপণ, আউ কে থিলে জনে প্রভু তুমরি পণে, নথান্তা দুঃখর কারণ, সরিগলি হে জগন্নাথ, সরিগলি হে জগন্নাଥ। ଯାହା କୁହ ଅପା, ଇଏ ଭଜନଟି ଶୁଣି ମନ କର୍ଣ୍ଣ ପବିତ୍ର ହେଲା। ମନକୁ ପାଇଲା। ଆଚ୍ଛା ମାଳ, ଆଜି ପେଟ ପାଟଣା କଥା କିଛି କହିବ ନା ଭଜନ ଶୁଣି ତାରି ପ୍ରଶଂସା ଗାଉଥିବ? କହିବି ଲୋ ଅପା କହିବି। ଏ ଯୋଉ ନିଧିଆ ଆମର ଘିଅ ଆଜି ଆଣିଛି, ଇଏ ଘରେ 2ଟା 3ଟା ଦେଶୀ ଗାଈ ରଖିଛି, ଘିଅ ତାର ପରିଶ୍ରମ କରୁଛି, ଯୁବକ ବୟସ ସବୁ କାମ କରିପାରୁଛି, ନେଇ ଆଣି ଥୋଇ ପାରୁଛି। ଆଉ ଯଦି ସମସ୍ତେ ଆମର ଯୋଉ ଚାଷୀ ଭାଇ ଭଉଣୀ ମାନେ ଯଦି ଗାଈ ରଖି, କିନ୍ତୁ ଏ ଯୋଉ ସମୟ ଗାଈ ରଖିଲେ ଆମକୁ ଟିକେ ଗାଈ ପ୍ରତି ଆମେ ଯତ୍ନବାନ ହବା। ଦେଖୁଛେ ଆମେ ଖରା କେମିତି ହଉଛି, ଖରା ଦିନେ ଆମେ ଯେମିତି ଆମର ଯତ୍ନ ନଉଛେ, ଆମେ ସେମିତି ମଧ୍ୟ ଆମେ ଯୋଉ ଗୃହପାଳିତ ପଶୁ ପକ୍ଷୀ ରଖିଛେ ତାର ମଧ୍ୟ ଯତ୍ନ ନବା ନା ନାହିଁ? ଠିକ କଥା କହିଛ ଅପା। ଇଏ ଯଦି ଆମେ ଗୃହପାଳିତ ପଶୁ ମାନଙ୍କୁ ରଖିଛେ ଆଉ ଗୁହାଳର ଘରଟା ଆଜବେଷ୍ଟସ ହେଇଛି, ତାହେଲେ ତା ଉପରେ ଟିକେ ନଡା ପତ୍ର ପକେଇଦବା, ଯାହା ଫଳରେ ଘରଟା ଟିକେ ଥଣ୍ଡା ରହିବ। ଏଇ ଯୋଉ ଗୃହପାଳିତ ପଶୁ ମାନେ ରହିଲେ ସେମାନଙ୍କର ଖରା ବେଳେ ଯତ୍ନ ନିହାତି ଦରକାର।
ଘର ଚାରିକଡ ଓଦା ଅଖା ଟାଙ୍ଗିଦବା ଭଲ ଆଉ କଥା କହିଲ ସୁମି ସେମାନଙ୍କ ପାଇଁ ଟିକେ ଫ୍ୟାନ ଲଗେଇଦବା ହଁ ଯେମିତି ସେମାନେ ଟିକେ ଖରା ଦାଉରୁ ରକ୍ଷା ପାଇବେ। ହଁ। ଆଉ ହଁ ବଡ କଥା ହଉଛି ସେମାନଙ୍କୁ ଜମାରୁ ଚରିବାକୁ ଛାଡିବାନି। ହଉ ଯଦି ବି ଆମେ ଚରିବାକୁ ଛାଡୁଛେ ତାଙ୍କୁ ସକାଳ ବେଳା ନବା ଆଉ ଗୋପାଳକ ଭାଇ ମାନେ ମଧ୍ୟ ଛାଇ ଜାଗା ଦେଖି ବସି ଯାଆନ୍ତୁ ଏବଂ ଗାଈ ମାନଙ୍କୁ ମଧ୍ୟ ଛାଇ ଜାଗାକୁ ନେଇ ଆସନ୍ତୁ। ଆଉ ଗୋଟିଏ କଥା ସେମାନଙ୍କ ପାଇଁ ଆମେ ପାଣିର ବନ୍ଦୋବସ୍ତ କରିବା। ତାଙ୍କୁ ଦରକାର ପଡିଲେ ଦିନକୁ 2 ଥର ମଧ୍ୟ ଗାଧୋଇ ଦବା। ହଉ ଇଏ ବହୁତ କଥା ତ ଏମିତି ହେଲେଣି, ଏଇ ବିଷୟରେ କିଛି ଗୋଟେ ଆଲୋଚନା ଅଛି କି ଆଜି? କଥା ଠଉରେଇ ଦେଲେନି ଦିଆ ଆଉ ଆଜି ଆମର ଆଲୋଚନାର ବିଷୟ ରହିଛି ଖରା ଦିନେ ଗାଈ ଗୋରୁଙ୍କର ଯତ୍ନ। ବଢିଆ ହେଲା ଆଉ। ଏ ବିଷୟରେ ଆଲୋଚନା କରିବେ ବିଶେଷଜ୍ଞ ଡକ୍ଟର ଶ୍ରୀନାଥ ତାରିଣିଆ। ତାଙ୍କ ସହ ଆଲୋଚନା କରୁଛନ୍ତି ଦୁର୍ଗା ମାଝୀ। ତେବେ ଆଲୋଚନା ଆରମ୍ଭ ହଉ, ଆମେ ବସି ଶୁଣିବା ଆଉ। ଠିକ ଅଛି। ଚାଲ ଆସନ୍ତୁ ଡାକ୍ତର ତାରିଣିଆ, ଆପଣଙ୍କୁ ସ୍ୱାଗତ କରୁଛୁ। ନମସ୍କାର। ନମସ୍କାର। ଡକ୍ଟର ତାରିଣିଆ, ଆମେ ଯେଉଁ ବିଷୟ ରଖିଛେ ନିଶ୍ଚୟ ଗୋଟେ ଉପାଦେୟ ବିଷୟବସ୍ତୁ, କାହିଁକିନା ବର୍ତ୍ତମାନ ଅନେକ ଉତ୍ସାହୀ ଯୁବକ ଯୁବତୀ ଗ୍ରାମାଞ୍ଚଳରେ ଯେଉଁମାନେ ବି ବେକାର ଅଛନ୍ତି ଦେଖାଯାଉଛି ସେମାନେ ଗୋପାଳନ ପ୍ରତି ଆକୃଷ୍ଟ ହେଲେଣି ଏବଂ ଲାଭବାନ ହେଉଛନ୍ତି। ଏ ସମ୍ପର୍କରେ କ'ଣ କହିବେ? ଆଚ୍ଛା ଦେଖନ୍ତୁ, ଗୋପାଳନ ଏକ ଲାଭଜନକ ବ୍ୟବସାୟ। ଏହା କ୍ରମବର୍ଦ୍ଧିଷ୍ଣୁ ମାନବ ସମାଜକୁ ସୁଷମ, ପରିପୂର୍ଣ୍ଣ ଓ ପୁଷ୍ଟିସାର ଯୁକ୍ତ ଖାଦ୍ୟ ଯୋଗାଏ। ଏହି କାମ ବା ଏହି ଧନ୍ଦା ଓ ଏହାର ପରିପୂରକ ସଂସ୍ଥା ଦ୍ୱାରା ଲକ୍ଷ ଲକ୍ଷ ଲୋକ କର୍ମସଂସ୍ଥାନ ପାଇଥାନ୍ତି, ଯେଉଁଥିପାଇଁ ଆମ ଦେଶରେ ବିଶେଷ କରି ଆମ ରାଜ୍ୟରେ ସବୁ ପଞ୍ଚବାର୍ଷିକ ଯୋଜନାରେ ଗୋଜାତିର ଉନ୍ନତି ଓ ଦୁଗ୍ଧ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଇଛି। ଦୁଗ୍ଧ ଓ ଦୁଗ୍ଧଜାତ ପଦାର୍ଥ ଶରୀର ହିତକାରୀ, ତା ଛଡ଼ା ସବୁଠାରୁ ଉତ୍ତମ ଖାଦ୍ୟ, ଚାଷ ଓ ପରିବହନ କାର୍ଯ୍ୟ ପାଇଁ ବଳଦର ଉପକାରିତା ଓ ଭୂମିର ଉର୍ବରତା ପାଇଁ ଗୋବରର ଭୂମିକା ପ୍ରାୟ ସମସ୍ତେ ଜାଣନ୍ତି। ଆଜ୍ଞା, ତେବେ କଥା ହେଉଛି ଏ ଯେଉଁ ମନୁଷ୍ୟ ଖାଦ୍ୟରେ ଯେଉଁ ପ୍ରାଣୀଜ ପୁଷ୍ଟିସାର ଯେଉଁଟା ଆମେ ଆବଶ୍ୟକ ରହୁଛି, କାହିଁକିନା ଦେଖନ୍ତୁ ଯେଭଳି ଭାବରେ ଗୋଟେ ସନ୍ତୁଳିତ ଖାଦ୍ୟ ଖାଇବା କଥା ଆମ ଶରୀରରେ ଅନେକ ସମୟରେ ଏ ଯେଉଁ ଅଭାବ ସବୁ ଦେଖାଯାଇଥାଏ। ଏ ଯେଉଁ ପ୍ରାଣୀଜ ପୁଷ୍ଟିସାରର ଭୂମିକା କ'ଣ ଅଛି ସେ ବିଷୟରେ? ମନୁଷ୍ୟ ଖାଦ୍ୟରେ ପୁଷ୍ଟିସାର, ସ୍ନେହସାର, ଶ୍ୱେତସାର, ଧାତବ ଲବଣ, ମିନେରାଲ୍ସ ବା ଭିଟାମିନ୍, ତା ସାଙ୍ଗେ ସାଙ୍ଗେ ଆପଣ ଯେଉଁଟା କହିଲେ ପୁଷ୍ଟିସାରର ଚାହିଦା ସବୁଠୁ ବେଶୀ। କାରଣ ଏହି ସବୁ ସାମଗ୍ରୀ ଦ୍ୱାରା ଶରୀରର ଉତ୍ପାଦିକା ଶକ୍ତି ବଢ଼େ। ବିଭିନ୍ନ ଶସ୍ୟ, ଭାତ ଓ ରୁଟିରେ ବେଶୀ ପରିମାଣରେ ଶ୍ୱେତସାର ଥିବାରୁ ଏସବୁକୁ ଶର୍କରା ଜାତୀୟ ଖାଦ୍ୟ, ମାଛ, ମାଂସ, ଅଣ୍ଡା, ଛେନା ଆଦିରେ ବେଶୀ ପୁଷ୍ଟିସାର ଥିବାରୁ ଏଗୁଡ଼ିକୁ ପୁଷ୍ଟିସାର ଜାତୀୟ ଖାଦ୍ୟ, ତେଲ ଓ ଘିଅରେ ବେଶୀ ସ୍ନେହସାର ଥିବାରୁ ଏଗୁଡ଼ିକୁ ସ୍ନେହସାର ଜାତୀୟ ଖାଦ୍ୟ ବୋଲି କୁହାଯାଏ। ଧାତବ ଲବଣ ଓ ଭିଟାମିନ୍ ଯଦିଓ ପରିମାଣରେ ଅଳ୍ପ ଦରକାର ହୁଏ, କିନ୍ତୁ ଏହା ଶରୀର ପାଇଁ ନିହାତି ଦରକାର। ଏଣୁ ସୁଷମ ଖାଦ୍ୟରେ ଏହି ସବୁ ସାମଗ୍ରୀ ଠିକ୍ ଭାବରେ ରହିବା ଦରକାର। ଏହା ଛଡ଼ା ଶରୀର ପାଇଁ ଜଳର ଆବଶ୍ୟକତା ମଧ୍ୟ ଖୁବ୍ ବେଶୀ। ମଣିଷର ଏଇଟା ଗୋଟେ ଶ୍ରେଷ୍ଠତମ ଖାଦ୍ୟ ବୋଲି ବି ଆମେ କହୁଛେ, ଯେହେତୁ ଦୁଗ୍ଧ ଆମେ ବ୍ୟବହାର ମଧ୍ୟ କରୁଛେ, ସେ ଦୃଷ୍ଟିକୋଣରୁ ଆପଣ କ'ଣ କହିବେ? ଦେଖନ୍ତୁ, ଗାଈ ଦୁଧରେ ପିଲାଙ୍କ ବଢ଼ିବା ପାଇଁ ଉପାଦାନ, ଯୁବକ ଯୁବତୀଙ୍କ ପାଇଁ ପରିଶ୍ରମ ପାଇଁ ଶକ୍ତି ଆଉ ବୃଦ୍ଧ ବୃଦ୍ଧାଙ୍କ ପାଇଁ ନିରୋଗ ପ୍ରଦାନକାରୀ ଗୁଣମାନ ଅଛି। ପ୍ରଥମ କଥା ହେଲା ଉନ୍ନତ ବଂଶଜ ଗାଈ ଆଣି ପାଳିବା, ଯେଉଁମାନେ ବେଶୀ ପରିମାଣ ଦୁଗ୍ଧ ଦେଇପାରୁଥିବେ। ଗାଈମାନଙ୍କୁ ରଖିବା ପାଇଁ ଭଲ ଗୁହାଳଟିଏ ରଖିବା ଦରକାର, ଘରଟାଏ। ତାପରେ ବେଶୀ ପରିମାଣ ଦୁଗ୍ଧ ଉତ୍ପାଦନ ପାଇଁ ଆବଶ୍ୟକ ଅନୁଯାୟୀ ସୁଷମ ଖାଦ୍ୟ ଓ ଘାସ ଯୋଗାଇବା, ଠିକ୍ ମୂଲ୍ୟରେ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ବିକ୍ରୟ କରିବା, ଗାଈ ଗୋରୁଙ୍କ ସ୍ୱାସ୍ଥ୍ୟ ଠିକ୍ ରଖିବା ପାଇଁ ରୋଗ ନିରାକରଣର ବ୍ୟବସ୍ଥା କରିବା। ତେବେ କିଭଳି ଭାବରେ ଆମ ରାଜ୍ୟରେ ବା କେଉଁ ଅଞ୍ଚଳରେ ନିର୍ଦ୍ଦିଷ୍ଟ ଭାବରେ ବେଶୀ ଏ ଯେଉଁ ଶଙ୍କର ଗାଈ ବା ମହିଷୀ ଦେଖାଯାଉଛନ୍ତି ବା ଆମ ରାଜ୍ୟରେ କିଭଳି ତାର ବ୍ୟବସ୍ଥା ରହିଛି ସେ ବିଷୟଟି କ'ଣ? ଦେଖନ୍ତୁ, ଶଙ୍କର ଗାଈ ବିଶେଷ କରି ପୁରୀ, ନିମାପଡ଼ା, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଭଦ୍ରକ, ସୋର, ଜଗତସିଂହପୁର, ବରହମପୁର, ପାରଳାଖେମେଣ୍ଡି, ସମ୍ବଲପୁର, ବରଗଡ଼ ଓ ଖଡ଼ିଆଳ ପ୍ରଭୃତି ଅଞ୍ଚଳରେ ବେଶୀ ଅଛନ୍ତି। ବଳଦମାନଙ୍କ ମଧ୍ୟରେ ବିଞ୍ଝାରପୁରୀ ଓ ଖଡ଼ିଆଳି ଓ ମହିଷୀମାନଙ୍କ ମଧ୍ୟରେ ପାରଳାଖେମେଣ୍ଡି ମହିଷୀ ଆମ ରାଜ୍ୟରେ ପ୍ରଧାନ। କ୍ରମାଗତ ବୈଜ୍ଞାନିକ ପ୍ରଣାଳୀରେ ଶଙ୍କର ପ୍ରଜନନ ଫଳରେ ଏହିସବୁ ଅଞ୍ଚଳରେ ଗାଈ ଓ ମହିଷୀ ବହୁତ ଉଚ୍ଚମାନର ହୋଇପାରିଛନ୍ତି। ତେବେ ବର୍ତ୍ତମାନ ଓଡ଼ିଶାରେ ପ୍ରାୟ ସବୁ ଅଞ୍ଚଳ ତ ଆମେ ଯାହା ଦେଖୁଛୁ, ଆପଣ ଯାହା କହିଲେ, ଭଦ୍ରକ ଅଞ୍ଚଳ କୁହନ୍ତୁ କି ଖୋର୍ଦ୍ଧା, କେନ୍ଦ୍ରାପଡ଼ା କି ଆପଣଙ୍କର ଯାଜପୁର ଜିଲ୍ଲା ଯେଉଁ ବିଞ୍ଝାରୀ ଗାଈ ଯେଉଁ ରହିଛି, ଏଭଳି ଅନେକ ଦୁଧିଆଳି ଗାଈ ଯେଉଁଟାକି ଭଲ ଉତ୍ପାଦନ ଦେଉଛନ୍ତି।
से क्षेत्र में बिक्री बटा व्यवस्था एवं लोक मानकर जीविका निर्वाह कौन आप देख प्रथम कथा है गाई गोरु मानक सुस्थ सबल रखापी से भल घरटे बा गुहाल टे रहा उचित गोटे गाई हाराहारी 40 वर्ग फुटर गुहाल घर दरकार ता छड़ा बाछुरी 20 वर्ग फुट एपरी गोटे गाई बाछुरी निहाती कम 60 वर्ग फुटर गुहालटे दरकार 5 गोटी गाई और बाछुरी ताहले 300 वर्ग फुटर गुहाल दरकार यही गुहाल रे पानी गड़ी जावाई गोबर और गोमूत्र निष्कासन होगापाई सुविधा थिबा दरकार गुहाल घर चारिपाखर कांथ चट्टाणु 3 फुट कि 4 फुट उच्चा होई ऊपर अंश खोला रखिले भल कहीं गुहाल मुक्त वायु चलाचल मिल पार तापरे सबुठ बड़ कथा है सुषम खाद्य और घास गोरु गाई को सुस्थ सबल रखा संग संगे से उत्पादिका शक्ति बढ़ाए एणु गाई मान सुषम खाद्य जोगाइवा दरकार गोटे गाई प्रचुर परिमाण घास खाई दिन में 4 लिटर पर्यंत दुग्ध दे पारे माने दाना न देकिरी गोपालन करुवा व्यक्ति तार बिलरे किछि घास चाष कले गाई को खाइया को देले दानार आवश्यकता बहुत कमी जाए तेरे कथा होछि जे ए जो खाद्य केमिति देबा सुषम खाद्य जोटा कहू से विषय कहतु देखंतु गोरु गाई मान पई जो मिश्रित खाद्य दिया जाए ताहा किपरि हवा दरकार मु सेटा कहूछि मिश्रित सुषम गो खाद्य रे मक्का गुंड बा बाजरा गुंड 50 भाग राशि पीड़िया 10 भाग गहम चोकड़ 5 भाग अरुआ सरु कुंडा भल सरु कुंडा ताकू आम राइस पॉलिश कहू से 12 भाग ता छड़ा खनिज मिश्रण बा मिनरल मिक्सचर 2 भाग आ लुण 1 भाग देले सुपाच्य गो खाद्य हो पारे यही खाद्य रे गाई मानक माने छेना जातीय खाद्य जोटा से निहाती कम शतकड़ा 16 थिबा दरकार। अच्छा तेरे धरंतु जो माने घास चाष करि पारु नांती बा घासर से भली तांकर अभाव रहिछि से क्षेत्र रे जेहेतु आमे धान चाष करूछे धान तो निश्चय तार नड़ा कुटा रहुछि ताकू खाया दे पारिबे कि हाँ घास अभाव गोरु गाई माने नड़ा चोबांती एटा आम ओडिसा रे विशेष करी देखा जाउछि समस्त घरे किसी नड़ा गोरु गाई घरे पड़िवार देखा जाए विशेष करी रोमंथनकारी प्राणी जो मानकर रुमेन अछि गाई गोरु प्राणी मानकर पाकस्थली एपरी विचित्र जे कंचा हेउ बा सुखिला हेउ जे कोनोसी प्रकार तृण बा पत्र रे से मानक पेट भरिबा खुएब पेट न भइले खाली दाना देले किछ काम दबनी तेणु सबुज घास न मिलिले नड़ा पाଳ सुखिला घास और लटा पत्र इत्यादि गोरु को खाइया दिया जाए आम ओडिशा रे बहुल भाव धान चाष करा जाउथिबारु नड़ा गोरु गाईंकर गोटे उत्तम खाद्य बोली व्यवहार हुए नड़ा को छोट छोट करी काटी धोई देले एथिरु धूली माटी सब बाहर जाए तापरे यही कटा नड़ा को 8-10 घंटा पर्यंत पानी रे भिजाई रखिले नड़ा रे थिबा ऑक्सैलिक अम्ल बा एसिड पानी रे रही जाए यही पानी को ढाली देई पुणी थरे परिष्कार पानी रे नड़ा को धोई गाई को खाइया को देले यह सुपाच्य होइताए तापरे एई धुआ कटा नड़ा रे शतकड़ा 15 भाग मोलासेस माने राब गुड़ ताऊ कहती पानिया गुड़ जोटा कि मनीष खाती नहीं 2% यूरिया 3% खनिज मिश्रण मिनरल मिक्सचर गाई गोरु मिले आ 1% लुण मिसाई या सुषम गोखाद्य रे परिणत करा जाई पारे आमे जो मक्का बाजरा पीड़िया कहले ता बदल यही जिनस गाई मान को दि पारे यही यूरिया मोलासेस मिश्रित धुआ नड़ा गोटे गाई दिन में 10-12 किलो पर्यंत खाई दिन में 4 लिटर पर्यंत दुग्ध दे पारे तापई आउ सुषम खाद्यर आवश्यकता पड़े नहीं। अच्छा ठीक भाव में आमर चाषी मैंने उचित क्षीर उत्पादन करेंगे ताको बिक्री बटा करेंगे जदि से माने ठीक भाव में तार सुषम गो खाद्य दियंते ना कौन कहते तापरे आउ गोटे कथा जे रोग समस्या रोगटा प्रकृत में चाषी मानकर मेरुदंड भांगी दिए जोटा कि अनेक समय से बेसी क्षति सहिया पड़ी था से विषय कहतु गाई गोरु को स्वास्थ्य और रोग निराकरण व्यवस्था उपरे ध्यान नदेले आप जहाँ कहते गोपालक अनेक समय विपदर सम्मुखीन होगा पड़ो साधारण रोग छड़ा अनेक प्रकार संक्रामक रोग गाई गोरु को होबार देखा जाए साधारणतः रोगर जीवाणु भूताणु कीटाणु और कीटाणुर अंडा प्राय गाई गोरुंकर शरीर थाई बहुत क्षति करता
ଦେଖନ୍ତୁ ପ୍ରଥମେ ଆମେ ଭୂତାଣୁ ଜନିତ ରୋଗ ବିଷୟରେ କିଛି ଆଲୋଚନା କରିବା। ଭୂତାଣୁ ଜନିତ ରୋଗ ମଧ୍ୟରେ ଗୋମଡକ, ଫୁଟ୍ ଆଣ୍ଡ ମାଉଥ୍ ଡିଜିଜ୍ ବା ଫାଟୁଆ ରୋଗ ତାକୁ କହନ୍ତି, ଜଳାତଙ୍କ, ରିଣ୍ଡରପେଷ୍ଟ ଯଦିଓ ଗୋଟିଏ ସଂକ୍ରାମକ ଓ ମାରାତ୍ମକ ଭୂତାଣୁ ଜନିତ ରୋଗ, ଏହାକୁ ସମୂହ ଟିକାଦାନ ଦ୍ୱାରା ଆମ ରାଜ୍ୟରୁ ପୁରା ଦୂର କରାଯାଇପାରିଛି। ରିଣ୍ଡରପେଷ୍ଟ ଆମର ଏଠି ହଉନି, କିନ୍ତୁ ଫାଟୁଆ ରୋଗ ଗାଈ ଗୋରୁଙ୍କୁ ପ୍ରାୟ ସବୁ ସମୟରେ ହେବାର ଦେଖାଯାଏ। ଏହି ରୋଗରେ ସାଧାରଣତଃ ଗୋରୁଙ୍କ ପାଟିରେ ଆଉ ଖୁରାରେ ଘା ହୋଇ ଅଧିକ ଯନ୍ତ୍ରଣା ଦିଏ। ଫାଟୁଆ ରୋଗ ନହେବା ପାଇଁ ଟିସୁ କଲଚର ଟୀକା ଗାଈ ଓ ବାଛୁରୀ ମାନଙ୍କୁ ଦେଲେ ଫାଟୁଆ ରୋଗ ହୁଏ ନାହିଁ। ତା ଛଡା ଏଫିମୋରାଲ ଫିଭର ଗୋଟେ ଅଛି, ଅଢେୟା ଜ୍ୱର ତାକୁ କହନ୍ତି, ଏ ଗୋଟେ ଅନ୍ୟ ଭୂତାଣୁ ଜନିତ ରୋଗ। ଏହି ରୋଗ ବେଶୀ ମାରାତ୍ମକ ନୁହେଁ, ମାଛି, ମଶା ଓ ଡାଁସ ମାନଙ୍କ ଦ୍ୱାରା ଏହି ସବୁ ରୋଗ ବ୍ୟାପିଥାଏ। ଜଳାତଙ୍କ ରୋଗ ଏକ ଭୂତାଣୁ ଜନିତ ରୋଗ, ପାଗଳା କୁକୁର ଓ ବିଲୁଆ କାମୁଡ଼ିଲେ ଏହି ରୋଗ ହୋଇଥାଏ। ଏହି ରୋଗରେ ମଧ୍ୟ ପ୍ରତିଷେଧକ ଟୀକା ଅଛି। ଏଇ ସବୁ ଗଲା ଆମର ଭୂତାଣୁ ଜନିତ ରୋଗ। ବର୍ତ୍ତମାନ ଜୀବାଣୁ ଜନିତ ରୋଗ ବିଷୟରେ ଚାଷୀଙ୍କର କିଛି ଧାରଣା ଥିବା ଦରକାର। ନିଶ୍ଚିତ, କାହିଁକି ନା କ'ଣ କ'ଣ ସେଭଳି ଜୀବାଣୁ ଜନିତ ରୋଗ ରହିଛି, ତା ପାଇଁ କ'ଣ ଚିକିତ୍ସା ବା ପ୍ରତିଷେଧକ ଟୀକା ବା କ'ଣ ବ୍ୟବସ୍ଥା ରହିଛି ଯାହାକି ଏ ରୋଗକୁ ଆମେ ଦୂରେଇ ଦେଇପାରିବା? ଜୀବାଣୁ ଜନିତ ରୋଗ ମଧ୍ୟରେ ସାହାଣା ବା ଗଳା ଫୁଲା ତାକୁ କହନ୍ତି, ଇଂରାଜୀରେ ତାକୁ କହନ୍ତି ହେମୋରାଜିକ୍ ସେପ୍ଟିସିମିଆ। ଗାଈ ଗୋରୁଙ୍କୁ ବେଶୀ ହେବାର ଆମ ଓଡ଼ିଶାରେ ଦେଖାଯାଏ। ବର୍ଷା ଦିନ ଆରମ୍ଭରେ ଓଡ଼ିଶାରେ ଏହି ରୋଗ ଦେଖାଯାଏ। ଏହି ରୋଗରେ ଗୋରୁଙ୍କୁ ଭୀଷଣ ଜ୍ୱର ହେବା ସାଙ୍ଗେ ସାଙ୍ଗେ ଗଳା ଫୁଲେ ଓ ରୋଗୀ 2-3 ଦିନ ମଧ୍ୟରେ ମରିଯାଏ। ଏହି ରୋଗର ପ୍ରତିଷେଧକ ଟୀକା ଆଗରୁ ଦେଇଥିଲେ ଏ ରୋଗ ଆଉ ହୁଏ ନାହିଁ। 3 ମାସରୁ ଉର୍ଦ୍ଧ୍ୱ ଗୋରୁ ଗାଈଙ୍କୁ ଏହି ଟୀକା ଦେଇଥିଲେ ସାହାଣା ରୋଗ ହୁଏ ନାହିଁ। ଦ୍ୱିତୀୟରେ ବଜବଜିଆ ବା ବ୍ଲାକ୍ କ୍ୱାର୍ଟର ସାଧାରଣତଃ ଛୋଟ ବାଛୁରୀ ଆଉ 2-3 ବର୍ଷରୁ କମ୍ ବାଛୁରୀ ମାନଙ୍କୁ ହୋଇଥାଏ। ଏ ରୋଗରେ ଆକ୍ରାନ୍ତ ବାଛୁରୀଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ନ କଲେ ସେମାନେ ମରିଯାଆନ୍ତି। ଏହି ରୋଗରେ ବାଛୁରୀ ପଛ ଚଟୁଆ ଓ ଆଗ ଚଟୁଆ ଫୁଲିଯାଏ। ଲକ୍ଷଣ ଦେଖିବା ସାଙ୍ଗେ ସାଙ୍ଗେ ଚିକିତ୍ସା ନ କଲେ ବାଛୁରୀ ମରିଯାଏ। ବାଛୁରୀ ମାନଙ୍କୁ ବଜବଜିଆ ପ୍ରତିଷେଧକ ଟୀକା ଦେଇଥିଲେ ଏ ରୋଗ ହୁଏ ନାହିଁ। ଏହି ରୋଗର ପ୍ରତିଷେଧକ ଟୀକା ମଧ୍ୟ ପଶୁ ଚିକିତ୍ସା ବିଭାଗ ତରଫରୁ ମାଗଣା ଦିଆଯାଏ। ଏଣୁକରି ଏହି ଟୀକା ସବୁ ଯେଉଁମାନେ ବାଛୁରୀ ରଖିଛନ୍ତି ସେ ଯାଇ ଡାକ୍ତରଖାନାରେ ଡାକ୍ତରଙ୍କ ପରାମର୍ଶ ନେଇ ଦେଇଦେବା କଥା। ପ୍ରତିଷେଧକ ଟୀକା ଦେଇଦେବା ଦରକାର। ଏଇ 2ଟି ଜୀବାଣୁ ଜନିତ ରୋଗ ଛଡ଼ା ଗୋରୁ ଗାଈ ମାନଙ୍କୁ ଆଉ କେତେକ ଜୀବାଣୁ ଜନିତ ରୋଗ ହବାର ଦେଖାଯାଏ। ଯଥା ହେଲା ଆନ୍ଥ୍ରାକ୍ସ ଗୋଟେ ଅଛି, ଟେଟାନସ୍, କୋଲାଇ ବାସିଲସ୍, କୋଲାଇ ସିଲିସିସୋସିସ୍, ସଲମୋନେଲୋସିସ୍ ବା ଆନ୍ତରିକ ଜ୍ୱର, ବୋଭାଇନ୍ ରେସ୍ପିରେଟରୀ ଡିଜିଜ୍ ପ୍ରଭୃତି ରୋଗ ହୋଇପାରେ। ଏଥିପାଇଁ ସ୍ଥାନୀୟ ପଶୁ ଚିକିତ୍ସକମାନଙ୍କ ସହ ପରାମର୍ଶ କରି ସଙ୍ଗେ ସଙ୍ଗେ ଚିକିତ୍ସା କଲେ ଗୋରୁ ଗାଈମାନଙ୍କୁ ରୋଗମୁକ୍ତ କରାଯାଇପାରେ। ୟା ବ୍ୟତୀତ ଆହୁରି ଯେଉଁ ସମସ୍ୟା ରହେ ଆମର ଗାଈ ଗୋରୁଙ୍କୁ କୃମି ସମସ୍ୟା, ସେ ବିଷୟରେ ଟିକେ ସେଇଟା ତ ବଡ଼ କଥା। କୃମି ରୋଗ ମାନଙ୍କ ମଧ୍ୟରେ କଲିଜା କୃମି ବା ଫେସିଓଲିସିସ୍ ତାକୁ କହନ୍ତି, ଆମ୍ଫ୍ଲିଷ୍ଟୋମିଆସିସ୍, ଏଗୁଡ଼ାକ ପାକସ୍ଥଳୀ ଭିତରେ ଭର୍ତ୍ତି ହେଇଥାନ୍ତି। ସିଷ୍ଟୋସୋମିଆସିସ୍ ବା ସିଷ୍ଟୋସୋମା ନାସାଲିସ୍, ଏଇଟା ନାକରେ, ତାକୁ ସନସଣିଆ ରୋଗ କହନ୍ତି। ଏହି ସବୁ ରୋଗମାନଙ୍କ ପାଇଁ ବିଭିନ୍ନ ପ୍ରକାର ଔଷଧ ଅଛି। ପଶୁ ଚିକିତ୍ସକ ମାନଙ୍କ ଦ୍ୱାରା ପୀଡ଼ିତ ଗୋରୁର ମଳ ଆଉ ରକ୍ତ ପରୀକ୍ଷା କରାଇ ଏହି ରୋଗମାନଙ୍କର ଚିକିତ୍ସା କରିବା ନିହାତି ଦରକାର। କାରଣ ଏଥିପାଇଁ କିଛି ଇଞ୍ଜେକ୍ସନ ନାହିଁ, ଗୋବର ନେଇ ତାଙ୍କୁ ପରୀକ୍ଷା କରି ଏସବୁ ରୋଗ ଅଛି କି ନାହିଁ ଦେଖିକିରି ତାକୁ ଚିକିତ୍ସା କଲେ ଭଲ ହେଇଯିବ। ଦ୍ୱିତୀୟରେ କୃମି ଯେମିତି ମଣିଷଙ୍କର ହୁଏ ଗୋରୁଙ୍କର ସେମିତି ବାଛୁରୀଙ୍କର ଆହୁରି ବେଶୀ। ଚାକୁଣ୍ଡି କୃମି ବା ଆସ୍କାରିଆସିସ୍ ତାକୁ କହନ୍ତି, ଫିତା କୃମି ବା ଟେପୱାର୍ମ ତାକୁ କହନ୍ତି। ଏଗୁଡ଼ାକ ସବୁ ଗୋରୁ ଗାଈମାନଙ୍କୁ ହେବାର ଦେଖାଯାଏ। ଏହି ସବୁ କୃମି ରୋଗର ନିରାକରଣ ପାଇଁ ଗାଈ ଓ ବାଛୁରୀ ମାନଙ୍କର ଗୋବର ପ୍ରତି 3 ମାସରେ ଥରେ ଲେଖାଏଁ ପଶୁ ଡାକ୍ତରଖାନା ନେଇ ପଶୁ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରାଇ ତାକୁ ଚିକିତ୍ସା କଲେ ଏ ରୋଗ ଭଲ ହେଇଯାଏ। ଆଉ ତାପରେ କକ୍ସିଡିଓସିସ୍ ନାମକ ରକ୍ତ ଝାଡ଼ା ରୋଗ ବାଛୁରୀ ମାନଙ୍କୁ ହବାର ଦେଖାଯାଏ, ବିଶେଷ କରି ବାଛୁରୀ ମାନଙ୍କୁ। ତାହାର ସେଥିପାଇଁ ମଧ୍ୟ ଭଲ ଔଷଧ ଅଛି, ଆମ୍ପ୍ରୋଲିୟମ, ବାଇପ୍ରାନ୍, ଏମିତି କେତେକ ଔଷଧ ଅଛି। ତାକୁ ଆଣି ଖାଇବାକୁ ଦେଲେ ବାଛୁରୀ ମାନଙ୍କୁ ମଧ୍ୟ ସେ ରୋଗ ହଏନି। ଏହା ଛଡ଼ା ଆଉ କ'ଣ ସବୁ ଯତ୍ନ ନେବେ? ଯତ୍ନ ହେଲା ଆଉ ଗୋଟେ କଥା, ଏ ତ ଭିତର କଥା ଗଲା, ବାହାର କଥା ଆମେ ଟିକେ ଖାଲି ଚାଷୀ ଜାଣିବା କଥା। ଟିଙ୍କ, ଉକୁଣି, ମାଇଟ୍ସ ପ୍ରଭୃତି କୀଟାଣୁ ଗାଈ ଗୋରୁଙ୍କ ଚମଡ଼ାରେ ରହି ସେମାନଙ୍କ ରକ୍ତ ଶୋଷିବା ସହ ନାନା ପ୍ରକାର ରୋଗ ସୃଷ୍ଟି କରିଥାନ୍ତି। ଏଇଟା ସାଧାରଣ କଥା, ପ୍ରାୟ ସବୁ ଜାଗାରେ ଦେଖାଯାଏ। ଯଦି ଗୁହାଳ ସଫା ପରିବେଶ ଗୁହାଳକୁ ସଫା ସୁତୁରା ରଖି ଏଥିରେ ଗାମାକ୍ସିନ୍ କି DDT
ଟ୍ରାକ୍ସାଫାନ୍, ମାଲାଥିଆନ୍ ପ୍ରଭୃତି ଔଷଧ ପାଣିରେ ମିଶାଇ ସ୍ପ୍ରେ କରିବା ଦ୍ୱାରା ଏହି ସବୁ କୀଟାଣୁ ମରିଯାଆନ୍ତି। ଏହି ଔଷଧ ପାଣିରେ ମିଶାଇ ଧୋଇଦେଲେ ଟିଙ୍କ, କୁଣି, ମାଇଟ୍ସ ପ୍ରଭୃତିକ ଦାଉରୁ ଗୋରୁ ଗାଈଙ୍କୁ ରକ୍ଷା ମିଳିଥାଏ। ତେବେ କଥା ହେଉଛି ବର୍ତ୍ତମାନ ଯେହେତୁ ଖରା ଦିନ, ଆଉ ଗୋଟେ ସମସ୍ୟା ହେଉଛି ଗୋଟେ ଅଂଶୁଘାତର ଭୟ। ଏଇଟା ଗୋଟେ ବଡ଼ କଥା। ଚାଷୀ ଭାଇମାନେ କ'ଣ କରିବେ? କ'ଣ କରିବ? ପ୍ରଥମ କଥା ହେଲା ଆମର ଗାଈ ଗୋରୁଙ୍କୁ ମାନେ ଧାନ ଯେତେବେଳେ ଅମଳ ସରିଗଲା ଲୋକମାନେ ସବୁ ଛାଡ଼ି ଦିଅନ୍ତି ବିଲକୁ। ଏଣୁକରି ପ୍ରଥମ କଥା ହେବା ଉଚିତ ଖରା ଦିନେ ଗାଈ ଗୋରୁମାନଙ୍କୁ ଖରାକୁ ଛାଡ଼ିବା ଉଚିତ ନୁହେଁ। ଦ୍ୱିତୀୟ କଥା ହେଲା ଯେଉଁ ଗୁହାଳଟି ଆମେ କହିଲେ, ଆମେ ଆଲୋଚନାରେ ଗୁହାଳ କଥା କହିଛେ, ଗୁହାଳଟା ଖୋଲା ଆମେ ରଖିଛେ, 3-4 ଫୁଟ କାନ୍ଥ ଉପରଟା ଖୋଲା ରଖିଛେ, ସେଠି ସିଣ୍ଡା ଅଖା ତା ଚାରିପାଖେ ଦେଇ ଟିକେ ପାଣି ଛିଞ୍ଚିଲେ ସେଇ ଘରଟା ଟିକେ ଥଣ୍ଡା ରହିବ। ଖରାବେଳଟା ଗଲେ 4-5-6ଟା ବେଳକୁ ତାଙ୍କୁ ବାହାରକୁ ଛାଡ଼ିଦେଲେ ଚଳିବ। ଗାଈ ଗୋରୁଙ୍କୁ ଖରାଦିନେ ପ୍ରଚୁର ପାଣି ଦେବାର ଅଛି। ପାଣି ଦେବା ମାନେ କ'ଣ? ସେ ଯୋଉଠୁ ପାଣି ପିଅନ୍ତି ସେଇ ଜାଗାରେ ପାଣି ସବୁବେଳେ ଥିବାର ଦରକାର। ତାପରେ ସବୁଜ ଡାଳପତ୍ର ଯୋଉଗୁଡିକ, ସେଇଟା ଆହୁରି ବଡ଼ କଥା। ତାଙ୍କୁ ଯଦି ସବୁଜ ଘାସ ଯୋଉଠି ଅଛି ତ ଅତି ଭଲ। ଯଦି ସବୁଜ ଘାସ ନାହିଁ ତାହେଲେ ଜଇଁତ ପତ୍ର, ଆଉ ବରପତ୍ର, ଓସ୍ତପତ୍ର, ଏଇସବୁ ପତ୍ର, କଅଁଳ ପତ୍ର ଖରାବେଳେ ତାଙ୍କୁ ଖାଇବାକୁ ଦେଲେ ସେମାନଙ୍କୁ ଖରା ବାଧେନି। ଧରନ୍ତୁ ଯେହେତୁ ଆମେ ଦୁଧିଆଳି ଗାଈ ରଖୁଛେ, ଶଙ୍କର ଗାଈ ରଖୁଛେ, ଅଧିକ ଉତ୍ପାଦନ କରିବା ପାଇଁ ଖରା ସେମାନେ ସହି ପାରନ୍ତିନି। ଧରନ୍ତୁ ଅଂଶୁଘାତର ସେମିତି ଭୟ ରହିଲା ବା ଖରାରେ ସେମାନେ ରହିଗଲେ, ଅଂଶୁଘାତ ଆଶଙ୍କା ଜାଣିପାରିଲେ ଯେ ହେଇପାରେ ବୋଧେ ହୁଏ, ସେଭଳି ତାର ଶରୀରର ଯାହା ଉପସର୍ଗ ଦେଖେଇବ, ସେ କ୍ଷେତ୍ରରେ କ'ଣ କରିବେ? ଯଦି ଖରା ହେଲେ ଅଂଶୁଘାତ ଧରିଲା ତାହେଲେ ତାଙ୍କ ପ୍ରଥମେ ତାଙ୍କ ମୁଣ୍ଡରେ ଥଣ୍ଡା ପାଣି, ଯେମିତି ମଣିଷକୁ ଅଂଶୁଘାତ ହେଲେ ଆମେ କହୁ ପାଣି ଢାଳ, ସେମିତି ତାଙ୍କ ମୁଣ୍ଡରେ ଥଣ୍ଡା ପାଣି 2-4 ବାଲ୍ଟି ଢାଳି ଦେବାକୁ ପଡ଼ିବ। ଆଉ ଯଦି ଅତି ଅଧିକା ହେଲା ଡାକ୍ତରକୁ କହିଲେ ସେ ଆସି ଗ୍ଲୁକୋଜ ଇଞ୍ଜେକ୍ସନ ଦେବେ। ଆଉ କ'ଣ, ଗାଧେଇ ଦେବା ଦରକାର, ଗାଧେଇ ଦେବା ନିହାତି ଦରକାର ଖରାଦିନେ ଅନ୍ତତଃ। ତେବେ ଯାହା ହଉ ଡକ୍ଟର ତାରିଣିଆ ଆପଣ କାର୍ଯ୍ୟକ୍ରମକୁ ଆସିଲେ, ବିଭିନ୍ନ କଥା ବିଶେଷ କରି ଗାଈ ଗୋରୁଙ୍କ ଯତ୍ନ ସମ୍ପର୍କରେ ଯେଉଁଗୁଡ଼ିକ ସବୁ ଆଲୋଚନା କଲେ, ସେଥିପାଇଁ ଆପଣଙ୍କୁ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର। ନମସ୍କାର। ये गाई माने हेले आम घरर लक्ष्मी, गोमाता। हाँ, ये सेइथिपाई हमर विशेषज्ञ महाशय खरा दिने गाई गोरु मानक जत्न विषय अति सुंदर भाबरे बुझाई कहले। बढ़िया कहिले। बहुत कथा जानिबाकु मिलिला लो सुमियपा। गोपालन एक लाभजनक व्यवसाय। आमर चाषी भाई और भौणी माने जो माने गोपालन करूचंती से माने ए दिग प्रति जत्नवान हेबे एवं महाशयଙ୍କ कथा अनुसार काम करिवे। तेबे श्रोता बंधु बेलहु रही सावधान निश्चय करिबा टीकादान। सबुठारु बड़ कथा हैला सेमानंकर पार्टी फिटुनी, सेमाने कोनोसी कथा आम आगरे प्रकाश करि परिबे नाही, तेणु तांको शरीर को देखिबार अछि, तांकर कोन होउची बुझिबार अछि। तेबे श्रोता बंधु पाख परिवेश को सफा सुतरा रखंतु, निज स्वास्थ्यर जत्न नियंतु एवं जीवे दया मनोभाव रखंतु। कार्यक्रम को तो रखिबा, किंतु ता पूर्वरु आमे पाणीपाग आज सुनिबानी कि? पाणीपाग सुनिबा तापरे उठिबा। हौ 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 हौ।